हाय ସାଙ୍ଗମାନେ ବର୍ତ୍ତମାନ ଆମର ଦେଖନ୍ତୁ ଚିକେନ୍ ତିଆରି ହେବ। ଚିକେନ୍ରେ ଆଗ ପଡ଼ିଲା ତେଲ ପଡ଼ିଲା। ତେଲ ଇଏ ହେଲା ସୋରିଷ ତେଲ ପଡ଼ିଲା ପରେ ସେ କଡ଼େଇ ଗରମ ହେଲା ପରେ ସୋରିଷ ତେଲ ପଡ଼ିଲା। ଏବେ ତେଲ ଗରମ ହେବ। ତେଲ ଗରମ ହେଲା ପରେ ଆମେ ଆଗକୁ କ'ଣ ପ୍ରୋସେସ୍ ରହିଛି ଆପଣମାନେ ନିଶ୍ଚିନ୍ତ ଲାଇଭ୍ରେ ଥାନ୍ତୁ, ଦେଖନ୍ତୁ ମାନେ କେମିତି ପ୍ରୋସେସ୍ରେ ଆମେ ମାନେ ଚିକେନ୍ ବନାଉଛୁ। ଆପଣମାନେ ନିଶ୍ଚିନ୍ତ ଦେଖନ୍ତୁ ଲାଇଭ୍ରେ। ଏବେ ଦେଖନ୍ତୁ ଇଏ ଆମର ଉଲ୍ଲି ପୋଡ଼ିକି ଯାଇଛି। ଉଲ୍ଲି, ଲଙ୍କା ଆଉ ରସୁଣ ପୋଡ଼ି ଯାଇଛି। ଉଲ୍ଲି, ଲଙ୍କା, ରସୁଣକୁ ଭଲସେ ଆମେ ଫ୍ରାଏ କରିକି ନେଇଯିବା। ଆମେ ତ ହେଲେ ବ୍ୟାଚଲର୍ ନା, ବ୍ୟାଚଲର୍ ଲାଇଫ୍ରେ ଯାହା ଯେମିତି ଆଉ କ'ଣ ବନେଇବା ଆଉ ଟେଷ୍ଟ ଆଉ କ'ଣ କରିବା ଚାଲିଛି। ଦେଖିବା କେମିତି କ'ଣ ହେଉଛି ଚିକେନ୍ଟା, କ'ଣ କେମିତି ଟେଷ୍ଟ ଲାଗୁଛି ଖାଇଲା ପରେ ଜଣାପଡ଼ିବ। କିନ୍ତୁ ଏବେ ତ ଆମ ବନା ହେଉଛି ନା, ଦେଖିବା। ଇଏ ଯେତେବେଳେ ଆମର ରସୁଣ ଆଉ ଉଲ୍ଲିଟା ଯେତେବେଳେ ଟିକେ ପୋଡ଼ି ଆସିଲା ଭଳିଆ ହେବ, ଟିକେ ଲାଲ ଲାଲ ଦେଖାଯିବ, ଆମେ ସେତିକିବେଳେ ଆମେ କ'ଣ କରିବା, ଅଦା ରସୁଣ ପେଷ୍ଟ ପକାଇବା। ଅଦା ରସୁଣ ପେଷ୍ଟଟା ପକାଇଲେ ଗୋଟେ ଚିକେନ୍ରେ ଗୋଟେ ଆଉ ଟିକେ ଟେଷ୍ଟଟା ବାହାରିବ। କାରଣ ଆମେ ଏଠି ଯେହେତୁ ବାହାରେ ଅଛୁ, ଆମେ ସେଥିପାଇଁ ଇଏ କରୁ ଅଦା ପକାଉନୁ। ଆମେ କ'ଣ କରୁଛୁ ନା ପେଷ୍ଟ ଢାଳି ଦେଉଛୁ। ପେଷ୍ଟଟା ତ ଆଜ୍ଞା ଶସ୍ତା ସୁନ୍ଦର ମଜବୁତ ନା। ପେଷ୍ଟ ଢାଳିଲୁ, ତାପରେ ପେଷ୍ଟ ଢାଳିଲା ପରେ ତାପରେ ମସଲା ଗୋଟେ ସବୁ ଢାଳିବାକୁ ପଡ଼ିବ। ଟିକେ ପେଷ୍ଟଟା ଇଏ ହେଇଗଲା ପରେ ମସଲା ଢାଳିବାକୁ ପଡ଼ିବ। ମସଲାଟା ଢାଳିଲେ କ'ଣ ହେଉଛି, ମସଲାଟାକୁ ଟିକେ ଭଲକି ପୋଡ଼େଇ ଦିଆଯିବ। ମସଲାଟାକୁ ଭଲକି ପୋଡ଼େଇ ଦେଲା ପରେ ତାପରେ ଆମେ କ'ଣ କଲେ, ଏବେ ଟମାଟୋ ଢାଳି ଦିଆଯାଇଛି। ଟମାଟୋଟା ତାପରେ କ'ଣ ହେବ, ଏବେ ସେ ସେଇଠି ମିଳେଇଯିବ। ଟମାଟୋ ମିଳେଇଲା ବେଳେ ଆମେ କ'ଣ କରିବା, ସେ ପର୍ଯ୍ୟନ୍ତ ଘାଣ୍ଟିବା। ମିଳେଇବା ପର୍ଯ୍ୟନ୍ତ ଟମାଟୋଟା ସିଝିକି ମିଳେଇବା ପର୍ଯ୍ୟନ୍ତ ଆମେ ଘାଣ୍ଟିବାକୁ ପଡ଼ିବ। କାରଣ ଏଇଟା ଯେଉଁ ପ୍ରୋସେସ୍ କ'ଣ ଆମର ରହିଛି। ଏବେ ଆମେ କ'ଣ କରିବା, ଧନିଆ ପାଉଡ଼ର ଟିକେ ପକାଇବା। ଦେଖନ୍ତୁ ଧନିଆ ପାଉଡ଼ର ପଡ଼ିଲା। ଏବେ ୟାକୁ ଆମେ ଘାଣ୍ଟିକି କ'ଣ କରିବା, ତାକୁ ଟମାଟୋଟା ଯେ ପର୍ଯ୍ୟନ୍ତ ନ ମିଳେଇଛି ସେ ପର୍ଯ୍ୟନ୍ତ ଘାଣ୍ଟିବା। ଆଉ ଯଦି କହିବେ ଲୁଣ ଗୋଟେ ଚାମଚ ପକାଇବେ। ଗୋଟେ ଚାମଚ ପକାଇଲେ ଭଲ ଲାଗିବ। ଚିକେନ୍ ହିସାବରେ ଲୁଣଟା ପଡ଼ିବ। ଯେହେତୁ ଆମର କମ୍ ଚିକେନ୍, ଆମେ କମ୍ ଚିକେନ୍ ଆଣିଥିଲୁ, ଲୁଣ ସେ ହିସାବରେ ପକା ହେଇଛି। ଚିକେନ୍ର କ'ଣ ହେଉଛି, ମସଲାଟା ଯଦି କଷି ଦେଇଥିବେ ଆଗରୁ ଠିକ୍ରେ, ତ ଟେଷ୍ଟି ଲାଗିବ, ବୁଝିଲେ କି। ଯଦି ମସଲାଟା ଭଲସେ କଷା ଯାଇନି, ମସଲାଟା ସିଝିନି, ତାପରେ କ'ଣ ହେଉଛି କି ଚିକେନ୍ଟା ଟେଷ୍ଟି ଲାଗିବନି। ସେଥିପାଇଁ ମସଲାଟାକୁ ଭଲସେ କଷିବା ଦରକାର। ଯେମିତି ମସଲାଟା ଯେମିତି ବାସ୍ନା ମାରିବା ଦରକାର। ତାପରେ ଯଦି ମସଲାଟା ଭଲସେ ବି ସିଝିନଥିବ, ପୋଡ଼ିନଥିବ, ତାହେଲେ ସେଇଟା ବି ପେଟ ଖରାପ କରିବ। କାରଣ ଏ ଯେଉଁ ପକେଟ୍ ମସଲା ଗୁଡ଼ାକ ଏଥିରେ ସବୁ କେମିକାଲ୍ ରହୁଛି ନା। ତ ଦେଖନ୍ତୁ ଏବେ ଟମାଟୋ ଆମର ଚାଲିଛି, ସିଝୁଛି। ଦେଖିବା ଆଗକୁ କ'ଣ କେମିତି। ଏଇଟା ଆମ ପ୍ରୋସେସ୍, ବୁଝିଲେ କି। ଏଇଟା ଆମ ପ୍ରୋସେସ୍। ଆଗକୁ ଦେଖିବା ଆପଣମାନେ କେମିତି କ'ଣ ପ୍ରୋସେସ୍ରେ ଚିକେନ୍ ରାନ୍ଧିବେ, ଆପଣମାନେ କହିବେ। ଆମେ ତ ହେଲେ ବ୍ୟାଚଲର୍ ଲୋକ ଭାଇ, ଆମେ ବାହାରେ ରହିଲୁ, ଆଉ ଆମକୁ ରୋଷେଇବାସ କ'ଣ ଜଣା। ଯାହା ଯେତିକି ଜାଣିଛୁ ସେତିକିରେ ଆମେ ରୋଷେଇ କରୁଛୁ। ଆଉ ଆପଣମାନେ କେମିତି ରାନ୍ଧୁଛନ୍ତି ଆଉ ତା'ର ପ୍ରୋସେସ୍ଟା ଏ କମେଣ୍ଟ ମାଧ୍ୟମରେ ଜଣାଇବେ ନିଶ୍ଚିନ୍ତ। ଆଉ ଆପଣଙ୍କ କମେଣ୍ଟ ଯଦି ଦେଖିବୁ, ଆପଣ କେମିତି ବନାଉଛନ୍ତି, ଆପଣଙ୍କର ଲାଇଭ୍ ଭିଡ଼ିଓ ଦେଖିଲେ, କମେଣ୍ଟ ଦେଖିଲେ ଆମେ ପୁଣି ସେମିତି ବନେଇବୁ। ଆପଣ କେମିତି ବନାଉଛନ୍ତି ନିଶ୍ଚିନ୍ତ କହିବେ। ଦେଖନ୍ତୁ ଏ ପର୍ଯ୍ୟନ୍ତ ଟମାଟୋଟା ମିଳେଇନି। ଆମେ କ'ଣ କରିବା, ଲୁଣ ଢାଳିବା କଥା। ଲୁଣ ଢାଳି ଦେଲେ କ'ଣ ହେଉଛି କି ଜଲ୍ଦି ମିଳେଇଯିବ ଟମାଟୋଟା। ସେଥିପାଇଁ ଲୁଣ ଢାଳିବା କଥା। ଏ ପର୍ଯ୍ୟନ୍ତ ମୁଁ ଲୁଣ ଢାଳିନି। ଏବେ କ'ଣ କଲି ମୁଁ,
ପାଣି ଢାଳିଦେଲି। ପାଣି ଢାଳିକି ମସଲାଟାକୁ ଟିକେ ଭଲସେ ମାନେ ପାଣି ଢାଳିଲେ ଏବେ ମସଲାଟାକୁ ଭଲସେ ସିଝିବାକୁ ପଡ଼ିବ। ଯେମିତି ପୁରା ଲାଲ ଦେଖାଯିବ ସେମିତି ପୁରା ପୋଡ଼ିବାକୁ ପଡ଼ିବ। ଟମାଟୋଟା ମିଳିବ। ତାପରେ ଚିକେନଟା ତ ବେଶୀ ସମୟ ସିଝିବନି ନା, ଚିକେନଟା ଜଲ୍ଦି ସିଝିଯିବ। ଇଏ ହେଲା ଚିକେନ। ଏତିକି ଚିକେନ ପାଇଁ ମସଲାଟା ବରାବର ଅଛି। ଭଲକି ଯେତେବେଳେ ମସଲାଟା ସିଝିବ ତାପରେ ଚିକେନଟା ପଡ଼ିଲେ ଭଲ ହେବ। ମସଲା ସିଝିନଥିବ ଚିକେନ ପଡ଼ିଲେ ମସଲାଟା ମାନେ କଞ୍ଚା ଥିବ, ତାପରେ ଚିକେନ କଞ୍ଚା। ଏବେ ଆମର ଲୁଣ ପଡ଼ିଲା, ମିଟ୍, ଟାଟା ସଲ୍ଟ, ଦେଖିବ ଏବେ କେମିତି ଟମାଟୋଟା ମିଳେଇଯିବ। ଟମାଟୋଟା ମିଳେଇଗଲା ପରେ ପାଣିଟା ଯେଉଁ ଏବେ ଢଳା ହେଇଥିଲା ପାଣିଟା ଟିକେ ମାନେ ଶୁଖିଗଲା ପରେ ତାପରେ ଚିକେନଟା ଆପଣ ଢାଳିଦେବେ। ଦେଖିବେ କେମିତି ମାନେ ତା'ର ଗୋଟେ ଚିକେନ ଢାଳିକି ଘାଣ୍ଟି ଦେଲେ ମାନେ ଗୋଟେ ତା କଲର୍ଟା ଅଲଗା ଆସିବ, ଆଉ ଚିକେନଟା ବି ଦେଖାଯିବ ବଢ଼ିଆ, ଆଉ ଟେଷ୍ଟି ବି ଲାଗିବ ତା ହେଇସାରିଲା ପରେ।